ଆଜିର ସେସନରେ ଆମେ ଆଲୋଚନା କରିବା ପିଲାମାନେ ସିଟି ଏଣ୍ଟ୍ରାନ୍ସ 2026 ପାଇଁ ଓଡ଼ିଆ ଗ୍ରାମାରର ପ୍ରତିଶବ୍ଦ, ରୂଢ଼ି, ଶୁଦ୍ଧ ଶବ୍ଦ, ବିପରୀତ ଶବ୍ଦ, ବିଶେଷ୍ୟ, ବିଶେଷଣ, ସର୍ବନାମ, ଅବ୍ୟୟ ଏଗୁଡ଼ିକ ଆମେ ଆଲୋଚନା କରିବା। ଆଗାମୀ ଆପଣଙ୍କର ସିଟି ଏଣ୍ଟ୍ରାନ୍ସ ପାଇଁ ଆପଣଙ୍କ ପାଇଁ କ୍ଲାସ୍ଟି ବହୁତ ହେଲ୍ପଫୁଲ୍ ରହିବ। ତ ସେଥିପାଇଁ ଆପଣମାନେ କ୍ଲାସ୍କୁ ଶେଷ ପର୍ଯ୍ୟନ୍ତ ଦେଖନ୍ତୁ। ଯଦି ପ୍ରଥମ କରି ଚ୍ୟାନେଲରେ ଆସୁଛନ୍ତି ତାହେଲେ ଚ୍ୟାନେଲକୁ ସବସ୍କ୍ରାଇବ୍ ରଖନ୍ତୁ, ଯାହାଫଳରେ କି ଆପଣମାନେ ଡେଲି କ୍ଲାସ୍ ଦେଖିବାକୁ ପାଇପାରିବେ। ତ ଚାଲନ୍ତୁ ପିଲାମାନେ ଡେରି ନକରି ଆରମ୍ଭ କରିବା କ୍ଲାସ୍। ତ ଦେଖନ୍ତୁ ଫାର୍ଷ୍ଟ କ୍ୱେଶ୍ଚନ୍ ରହିଛି, ସୂର୍ଯ୍ୟର ପ୍ରତିଶବ୍ଦ କ'ଣ? ସୂର୍ଯ୍ୟର ପ୍ରତିଶବ୍ଦ କ'ଣ? ଶଶୀ, ନା ରବି, ନା ତାରା, ନା ଗ୍ରହ? କେଉଁଟା ହେବ ରାଇଟ୍ ଆନ୍ସର୍? ରାଇଟ୍ ଆନ୍ସର୍ ହେଉଛି ପିଲାମାନେ ଅପସନ୍ ନମ୍ବର ବି, ରବି। ପିଲାମାନେ ସୂର୍ଯ୍ୟର ପ୍ରତିଶବ୍ଦ ହେଇଗଲା ରବି। ଆଉ କ'ଣ କ'ଣ ଅଛି ସୂର୍ଯ୍ୟର ପ୍ରତିଶବ୍ଦ? ମନେ ରଖିବେ, ରବି ହେଇଗଲା, ତପନ ମଧ୍ୟ କହିବା, ଦିବାକର କହିବା, ଆଦିତ୍ୟ, ଦିନକର, ପ୍ରଭାକର, ଭାସ୍କର, ବିକର୍ତ୍ତନ, ଅରୁଣ, ବିଭାବସୁ ମଧ୍ୟ କହିବା, ମାର୍ତ୍ତଣ୍ଡ ମଧ୍ୟ କହିବା। ଏସବୁ ହେଉଛି ସୂର୍ଯ୍ୟର ଗୋଟେ ଗୋଟେ ପ୍ରତିଶବ୍ଦ, ମନେ ରଖିବେ। ତ ଅପସନ୍ ନମ୍ବର ବି ହେଉଛି ଆପଣଙ୍କର ରାଇଟ୍ ଆନ୍ସର୍। ତ ନେକ୍ସଟ ଦେଖିବା। ତ ନେକ୍ସଟ କ୍ୱେଶ୍ଚନ୍ ରହିଛି, ଚନ୍ଦ୍ରର ପ୍ରତିଶବ୍ଦ କ'ଣ? ଚନ୍ଦ୍ରର ପ୍ରତିଶବ୍ଦ କ'ଣ? ଭାନୁ, ନା ଦିନ, ନା ଶଶୀ, ନା ରବି? ମନେ ରଖିବେ, ଚନ୍ଦ୍ରର ପ୍ରତିଶବ୍ଦ ହେଇଗଲା ଶଶୀ। ଆଉ କ'ଣ କ'ଣ ଅଛି ଚନ୍ଦ୍ରର ପ୍ରତିଶବ୍ଦ? ମନେ ରଖିବେ, ଶଶୀ ମଧ୍ୟ କହିବା, ଇନ୍ଦୁ ମଧ୍ୟ କହିବା, ଚନ୍ଦ୍ରମା କହିବା, ଜହ୍ନ କହିବା, ସୁଧାକର କହିବା, ମୃଗାଙ୍କ ମଧ୍ୟ କହିବା। ଏସବୁ ହେଉଛି ଚନ୍ଦ୍ରର ଗୋଟେ ଗୋଟେ ପ୍ରତିଶବ୍ଦ, ମନେ ରଖିବେ। ତ ଅପସନ୍ ନମ୍ବର ସି ହେଉଛି ଆପଣଙ୍କର ରାଇଟ୍ ଆନ୍ସର୍। ତ ନେକ୍ସଟ ଦେଖିବା। ଏବେ ଦେଖିବା ଜଳର ପ୍ରତିଶବ୍ଦ କ'ଣ? ଜଳର ପ୍ରତିଶବ୍ଦ କ'ଣ? ଅଗ୍ନି, ନା ନୀର, ନା ବାୟୁ, ନା ଆକାଶ? ମନେ ରଖିବେ, ଜଳର ପ୍ରତିଶବ୍ଦ ହେଇଗଲା ନୀର। ଆଉ କ'ଣ କ'ଣ କହିବା ଜଳର ପ୍ରତିଶବ୍ଦ? ମନେ ରଖିବେ, ଜଳର ପ୍ରତିଶବ୍ଦ ହେଇଗଲା ପାଣି, ଅମ୍ବୁ, ପୟ, ତୟ, ବାରି, ସଳିଳ, ଜୀବନ, ଉଦକ। ଏସବୁ ହେଉଛି ଜଳର ଗୋଟେ ଗୋଟେ ପ୍ରତିଶବ୍ଦ, ମନେ ରଖିବେ। ତ ଅପସନ୍ ନମ୍ବର ବି ହେଉଛି ଆପଣଙ୍କର ରାଇଟ୍ ଆନ୍ସର୍। ତ ନେକ୍ସଟ ଦେଖିବା। ଏବେ ଦେଖିବା ପୃଥିବୀର ପ୍ରତିଶବ୍ଦ କ'ଣ? ନଭ, ନା ଧରା, ନା ଜଳ, ନା ଅଗ୍ନି? ମନେ ରଖିବେ, ପୃଥିବୀର ପ୍ରତିଶବ୍ଦ ହେଇଗଲା ଧରା। ଆଉ କ'ଣ କ'ଣ ଅଛି ପୃଥିବୀର ପ୍ରତିଶବ୍ଦ? ଧରା ହେଇଗଲା, ଅଚଳା ମଧ୍ୟ କହିବା, ଅବନୀ, କ୍ଷିତି, ଧରଣୀ, ବସୁମତୀ, ବିଶ୍ୱମ୍ବରା। ଏସବୁ ହେଉଛି ପୃଥିବୀର ଗୋଟେ ଗୋଟେ ପ୍ରତିଶବ୍ଦ, ମନେ ରଖିବେ। ତ ନେକ୍ସଟ ଦେଖିବା। ତ ନେକ୍ସଟ କ୍ୱେଶ୍ଚନ୍ ରହିଛି, ଆକାଶର ପ୍ରତିଶବ୍ଦ କ'ଣ? ଏବେ ପଚାରିଛି ଆକାଶର ପ୍ରତିଶବ୍ଦ କ'ଣ? ପବନ, ନା ନଭ, ନା ଧରତୀ, ନା ଜଳ? ରାଇଟ୍ ଆନ୍ସର୍ କେଉଁଟା ହେବ? ରାଇଟ୍ ଆନ୍ସର୍ ହେଉଛି ଆପଣଙ୍କର ଅପସନ୍ ନମ୍ବର ବି, ଆକାଶର ପ୍ରତିଶବ୍ଦ ହେଉଛି ନଭ, ମନେ ରଖିବେ। ଆଉ କ'ଣ କ'ଣ ଅଛି ଆକାଶର ପ୍ରତିଶବ୍ଦ? ନଭ ହେଇଗଲା, ଅଭ୍ର ମଧ୍ୟ କହିବା, ଅନ୍ତରିକ୍ଷ କହିବା, ଅମ୍ଭର କହିବା, ଗଗନ କହିବା, ବିଷ୍ଣୁପଥ କହିବା। ଏସବୁ ହେଉଛି ଗୋଟେ ଗୋଟେ କ'ଣ ନା ଆକାଶର ପ୍ରତିଶବ୍ଦ, ମନେ ରଖିବେ। ତ ଅପସନ୍ ନମ୍ବର ବି ହେଉଛି ଆପଣଙ୍କର ରାଇଟ୍ ଆନ୍ସର୍। ତ ନେକ୍ସଟ ଦେଖିବା। ଏବେ ଦେଖିବା ବନର ପ୍ରତିଶବ୍ଦ କ'ଣ? ନଗର, ନା ଗ୍ରାମ, ନା ଅରଣ୍ୟ, ନା ଘର? ବନର ପ୍ରତିଶବ୍ଦ ହେଉଛି କ'ଣ? ଅରଣ୍ୟ, ମନେ ରଖିବେ। ଅରଣ୍ୟ ହେଇଗଲା ଜଙ୍ଗଲ, ଜଙ୍ଗଲ ମଧ୍ୟ କହିବା ବନର ପ୍ରତିଶବ୍ଦ। ତ ଅପସନ୍ ନମ୍ବର ସି ହେଉଛି ଆପଣଙ୍କର ରାଇଟ୍ ଆନ୍ସର୍। ତ ନେକ୍ସଟ ଦେଖିବା ରାଜାର ପ୍ରତିଶବ୍ଦ କ'ଣ? ସେବକ, ନା ନରେଶ, ନା ମନ୍ତ୍ରୀ, ନା ଦୂତ? ରାଜାର ପ୍ରତିଶବ୍ଦ ହେଉଛି ନରେଶ, ମନେ ରଖିବେ। ତ ଅପସନ୍ ନମ୍ବର ବି। ତ ନେକ୍ସଟ ଦେଖିବା ମିତ୍ରର ପ୍ରତିଶବ୍ଦ କ'ଣ ପିଲାମାନେ? ମିତ୍ରର ଶତ୍ରୁ, ନା ସଖା, ନା ବୈରୀ, ନା ଦୁଶ୍ମନ? ମନେ ରଖିବେ, ମିତ୍ରର ପ୍ରତିଶବ୍ଦ ହେଉଛି ସଖା, ମନେ ରଖିବେ। ତ ଅପସନ୍ ନମ୍ବର ବି ହେଉଛି ଆପଣଙ୍କର ରାଇଟ୍ ଆନ୍ସର୍। ତ ନେକ୍ସଟ ଦେଖିବା। ଏବେ ଦେଖିବା ଶତ୍ରୁର ପ୍ରତିଶବ୍ଦ କ'ଣ? ମିତ୍ର, ନା ସଖା, ନା ବୈରୀ, ନା ଭାଇ? କେଉଁଟା ହେବ ରାଇଟ୍ ଆନ୍ସର୍? ରାଇଟ୍ ଆନ୍ସର୍ ହେଉଛି ଆପଣଙ୍କର ଅପସନ୍ ନମ୍ବର ସି, ଶତ୍ରୁର ପ୍ରତିଶବ୍ଦ ହେଉଛି ବୈରୀ, ମନେ ରଖିବେ। ତ ଅପସନ୍ ନମ୍ବର ସି। ତ ନେକ୍ସଟ ଦେଖିବା। ତ ନେକ୍ସଟ କ୍ୱେଶ୍ଚନ୍ ରହିଛି, ନଦୀର ପ୍ରତିଶବ୍ଦ କ'ଣ? ନଦୀର ପ୍ରତିଶବ୍ଦ କ'ଣ? ସମୁଦ୍ର, ନା ସରିତା, ନା ପୋଖରୀ, ନା କୁଆ? କେଉଁଟା ହେବ ରାଇଟ୍ ଆନ୍ସର୍? ରାଇଟ୍ ଆନ୍ସର୍ ହେଉଛି ଆପଣଙ୍କର ଅପସନ୍ ନମ୍ବର ବି ହେଉଛି ଆପଣଙ୍କର ରାଇଟ୍ ଆନ୍ସର୍, ସରିତ, ମନେ ରଖିବେ। ନଦୀର ପ୍ରତିଶବ୍ଦ ହେଇଗଲା ସରିତ। ଆଉ କ'ଣ କ'ଣ ଅଛି ନଦୀର ପ୍ରତିଶବ୍ଦ? ସରିତ ହେଇଗଲା, ତଟିନୀ ମଧ୍ୟ କହିବା, ତରଙ୍ଗିଣୀ, ତାପରେ ନଈ ମଧ୍ୟ କହିବା, ସ୍ରୋତସ୍ୱିନୀ ମଧ୍ୟ କହିବା, ନିମ୍ନଗା ମଧ୍ୟ କହିବା। ଏସବୁ ହେଉଛି ନଦୀର ଗୋଟେ ଗୋଟେ ପ୍ରତିଶବ୍ଦ,
ମନେ ରଖିବେ। ତ ନେକ୍ସଟ ଦେଖିବା, ଏବେ ଦେଖିବା ସମୁଦ୍ରର ପ୍ରତିଶବ୍ଦ କ'ଣ? ସମୁଦ୍ରର ପ୍ରତିଶବ୍ଦ କ'ଣ? ନଦୀ, ନା ଜଳାଶୟ, ନା ସାଗର, ନା କୁଆ? ରାଇଟ୍ ଆନ୍ସର କେଉଁଟା ହେବ? ରାଇଟ୍ ଆନ୍ସର ହେଉଛି ଆପଣଙ୍କର ଅପସନ୍ ନମ୍ବର ସି, ସାଗର। ମନେ ରଖିବେ ସମୁଦ୍ରର ପ୍ରତିଶବ୍ଦ ହେଉଛି ସାଗର। ଆଉ କ'ଣ କ'ଣ ଅଛି ସମୁଦ୍ରର ପ୍ରତିଶବ୍ଦ? ସାଗର ହେଇଗଲା, ବାରିଧି ହେଇଗଲା, ଅମ୍ବୁଧି, ପୟଧି, ରତ୍ନାକର, ଜଳଧି, ସିନ୍ଧୁ, ଏସବୁ ହେଉଛି ସମୁଦ୍ରର ଗୋଟେ ଗୋଟେ ପ୍ରତିଶବ୍ଦ। ମନେ ରଖିବେ। ତ ନେକ୍ସଟ ଦେଖିବା ଘରର ପ୍ରତିଶବ୍ଦ କ'ଣ? ଘରର ପ୍ରତିଶବ୍ଦ କ'ଣ? ବନ, ନା ବିଦ୍ୟାଳୟ, ନା ଭବନ, ନା ନଗର? ଘରର ପ୍ରତିଶବ୍ଦ ହେଉଛି ଭବନ। ମନେ ରଖିବେ। ତ ଭବନ ହେଇଗଲା, ଆଗାର ମଧ୍ୟ କହିବା, ଆଳୟ, ନିବାସ, ନିକେତନ, ଆକେତନ, ନିଳୟ, ସଦନ, ଏସବୁ ହେଉଛି ଘରର ଗୋଟେ ଗୋଟେ ପ୍ରତିଶବ୍ଦ। ତ ନେକ୍ସଟ ଦେଖିବା, ତ ନେକ୍ସଟ କ୍ୱେଶ୍ଚନ୍ ରହିଛି ବାଳକର ପ୍ରତିଶବ୍ଦ କ'ଣ? ବାଳକର ପ୍ରତିଶବ୍ଦ କ'ଣ? ବୃଦ୍ଧ, ନା ଯୁବକ, ନା ଶିଶୁ, ନା ପୁରୁଷ? ରାଇଟ୍ ଆନ୍ସର କେଉଁଟା ହେବ? ରାଇଟ୍ ଆନ୍ସର ହେଉଛି ଆପଣଙ୍କର ଅପସନ୍ ନମ୍ବର ସି, ଶିଶୁ ପିଲାମାନେ। ବାଳକର ପ୍ରତିଶବ୍ଦ ହେଇଗଲା ଶିଶୁ। ତ ନେକ୍ସଟ ଦେଖିବା, ଏବେ ଦେଖିବା ନାରୀର ପ୍ରତିଶବ୍ଦ କ'ଣ? ନାରୀର ପ୍ରତିଶବ୍ଦ କ'ଣ? ପୁରୁଷ, ନା ମହିଳା, ନା ବାଳକ, ନା ଯୁବକ? ନାରୀର ପ୍ରତିଶବ୍ଦ ହେଉଛି ମହିଳା। ମନେ ରଖିବେ। ତ ଅପସନ୍ ନମ୍ବର ପି। ତ ନେକ୍ସଟ ଦେଖିବା, ତ ନେକ୍ସଟ କ୍ୱେଶ୍ଚନ୍ ରହିଛି ବିଦ୍ୟାର ପ୍ରତିଶବ୍ଦ କ'ଣ? ବିଦ୍ୟାର ପ୍ରତିଶବ୍ଦ କ'ଣ? ଧନ, ନା ଶକ୍ତି, ନା ଜ୍ଞାନ, ନା ବୁଦ୍ଧି? ବିଦ୍ୟାର ପ୍ରତିଶବ୍ଦ ହେଉଛି ଜ୍ଞାନ। ମନେ ରଖିବେ। ତ ନେକ୍ସଟ ଦେଖିବା, ଏବେ ଦେଖିବା ଅଗ୍ନିର ପ୍ରତିଶବ୍ଦ କ'ଣ? ଜଳ, ନା ପାବକ, ନା ବାୟୁ, ନା ପୃଥିବୀ? ଅଗ୍ନିର ପ୍ରତିଶବ୍ଦ ହେଉଛି କ'ଣ? ନା ପାବକ। ଆଉ କ'ଣ କ'ଣ ଅଛି ଅଗ୍ନିର ପ୍ରତିଶବ୍ଦ? ପାବକ ହେଇଗଲା, ଅନଳ ମଧ୍ୟ କହିବା, ନିଆଁ, ବହ୍ନି, ହୁତାସନ, ବୈଶ୍ୱାନର, ଏସବୁ ହେଉଛି ଗୋଟେ ଗୋଟେ ଅଗ୍ନିର ପ୍ରତିଶବ୍ଦ। ମନେ ରଖିବେ। ଏବେ ଦେଖିବା ବାୟୁର ପ୍ରତିଶବ୍ଦ କ'ଣ? ବାୟୁର ପ୍ରତିଶବ୍ଦ କ'ଣ? ପବନ, ନା ଜଳ, ନା ଅଗ୍ନି, ନା ଆକାଶ? ବାୟୁର ହେଉଛି ପବନ। ମନେ ରଖିବେ। ବାୟୁର ପ୍ରତିଶବ୍ଦ ହେଉଛି ପବନ। ଆଉ କ'ଣ କ'ଣ ଅଛି? ପବନ ହେଇଗଲା, ଅନିଳ, ପବମାନ, ମରୁତ ମଧ୍ୟ କହିବା, ଏସବୁ ହେଉଛି ବାୟୁର ଗୋଟେ ଗୋଟେ ପ୍ରତିଶବ୍ଦ। ତ ନେକ୍ସଟ ଦେଖିବା ଦିନର ପ୍ରତିଶବ୍ଦ କ'ଣ? ରାତି, ନା ପ୍ରଭାତ, ନା ନିଶା, ନା ସନ୍ଧ୍ୟା? ଦିନର ହେଉଛି ପ୍ରଭାତ। ମନେ ରଖିବେ। ଆଉ କ'ଣ କ'ଣ ଅଛି ଦିନର ପ୍ରତିଶବ୍ଦ? ପ୍ରଭାତ ହେଇଗଲା, ଦିବସ ମଧ୍ୟ କହିବା, ବାସର କହିବା, ଅହ ମଧ୍ୟ କହିବା, ଏସବୁ ହେଉଛି ଦିନର ଗୋଟେ ଗୋଟେ ପ୍ରତିଶବ୍ଦ। ଏବେ ଦେଖିବା ରାତିର ପ୍ରତିଶବ୍ଦ କ'ଣ? ଦିନ, ନା ପ୍ରଭାତ, ନା ନିଶା, ନା ସକାଳ? ରାତିର ହେଉଛି ପିଲାମାନେ ନିଶା। ମନେ ରଖିବେ। ରାତିର ପ୍ରତିଶବ୍ଦ ହେଉଛି ନିଶା। ଆଉ କ'ଣ କ'ଣ ଅଛି? ଯାମିନୀ କହିବା, ରଜନୀ କହିବା, ସର୍ବରୀ କହିବା, ମନେ ରଖିବେ। ଆଉ ବିଭାବରୀ ମଧ୍ୟ କହିବା, ଏସବୁ ହେଉଛି ରାତିର ପ୍ରତିଶବ୍ଦ। ତ ନେକ୍ସଟ ଦେଖିବା ଚାଷୀର ପ୍ରତିଶବ୍ଦ କ'ଣ? ବ୍ୟାପାରୀ, ନା ଶ୍ରମିକ, ନା କୃଷକ, ନା ସେବକ? ମନେ ରଖିବେ କୃଷକ। ଚାଷୀର ପ୍ରତିଶବ୍ଦ ହେଉଛି କୃଷକ। ଅପସନ୍ ନମ୍ବର ସି। ତ ନେକ୍ସଟ ଦେଖିବା, ତ ନେକ୍ସଟ କ୍ୱେଶ୍ଚନ୍ ରହିଛି ଦିନର ବିପରୀତ ଶବ୍ଦ କ'ଣ? ଦିନର ବିପରୀତ ଶବ୍ଦ କ'ଣ? ସନ୍ଧ୍ୟା, ନା ରାତି, ନା ପ୍ରଭାତ, ନା ସକାଳ? ମନେ ରଖିବେ ଦିନର ବିପରୀତ ଶବ୍ଦ ହେଉଛି ରାତି। ତ ଅପସନ୍ ନମ୍ବର ବି ହେଉଛି ଆପଣଙ୍କର ରାଇଟ୍ ଆନ୍ସର। ଏବେ ଦେଖିବା ଭଲର ବିପରୀତ ଶବ୍ଦ କ'ଣ? ସୁନ୍ଦର, ନା ମନୋହର, ନା ଖରାପ, ନା ମିଠା? ମନେ ରଖିବେ ଭଲର ବିପରୀତ ଶବ୍ଦ ହେଇଯିବ ଖରାପ। ତ ଅପସନ୍ ନମ୍ବର ସି ହେଉଛି ଆପଣଙ୍କର ରାଇଟ୍ ଆନ୍ସର। ଏବେ ଦେଖିବା ଛୋଟର ବିପରୀତ ଶବ୍ଦ କ'ଣ? ଲମ୍ବା, ନା ବଡ଼, ନା ମୋଟା, ନା ଚଉଡ଼ା? ତ ଛୋଟର ହେଇଗଲା ବଡ଼। ତ ଅପସନ୍ ନମ୍ବର ବି। ତ ନେକ୍ସଟ ଦେଖିବା, ତ ନେକ୍ସଟ କ୍ୱେଶ୍ଚନ୍ ରହିଛି ଆଲୋକର ବିପରୀତ ଶବ୍ଦ କ'ଣ? ଆଲୋକର ବିପରୀତ ଶବ୍ଦ କ'ଣ? ଛାୟା, ନା ଧୂପ, ନା ଅନ୍ଧାର, ନା ଦୀପ? ଆଲୋକର ହେଉଛି ପିଲାମାନେ ଅନ୍ଧାର। ମନେ ରଖିବେ ଆଲୋକର ବିପରୀତ ଶବ୍ଦ ହେଇଯିବ ଅନ୍ଧାର। ତ ଅପସନ୍ ନମ୍ବର ସି। ତ ନେକ୍ସଟ ଦେଖିବା ସତ୍ୟର ବିପରୀତ ଶବ୍ଦ କ'ଣ? କଥା, ନା ମିଥ୍ୟା, ନା ବାଣୀ, ନା ଭାଷା? ତ ସତ୍ୟର ହେଉଛି ପିଲାମାନେ ମିଥ୍ୟା। ତ ଅପସନ୍ ନମ୍ବର ବି। ତ ନେକ୍ସଟ ଦେଖିବା, ତ ନେକ୍ସଟ କ୍ୱେଶ୍ଚନ୍ ରହିଛି ଧନୀର ବିପରୀତ ଶବ୍ଦ କ'ଣ? ଗରିବ, ନା ଧନ, ନା ଦାତା, ନା ରାଜା? ତ ଧନୀର ହେଉଛି ପିଲାମାନେ ଗରିବ। ତ ଅପସନ୍ ନମ୍ବର ଏ। ତ ନେକ୍ସଟ ଦେଖିବା, ଏବେ ଦେଖିବା ଉପରର ବିପରୀତ ଶବ୍ଦ କ'ଣ? ପାଖ, ନା ତଳ, ନା ଆଗ, ନା ପଛ? ଉପରର ହେଉଛି ପିଲାମାନେ ତଳ। ତ ଅପସନ୍ ନମ୍ବର ବି।
ତ ନେକ୍ସଟ ଦେଖିବା। ତ ନେକ୍ସଟ କ୍ୱେଶ୍ଚନ୍ ରହିଛି ଶୀତର ବିପରୀତ ଶବ୍ଦ କ'ଣ? ଗରମ ନା ଢିଲା ନା ନା ଥଣ୍ଡା ନା ବାତାସ? ଶୀତର ହେଉଛି ପିଲାମାନେ ଗରମ। ତ ଅପସନ୍ ନମ୍ବର ଏ। ତ ନେକ୍ସଟ ଦେଖିବା ନୂଆର ବିପରୀତ ଶବ୍ଦ କ'ଣ ହେବ? ପୁରୁଣା ନା ତାଜା ନା ସୁନ୍ଦର ନା ମଜବୁତ? ତ ନୂଆର ହେଉଛି ପିଲାମାନେ ପୁରୁଣା। ତ ଅପସନ୍ ନମ୍ବର ଏ ଯିବ ଆପଣଙ୍କର ରାଇଟ୍ ଆନ୍ସର୍। ତ ନେକ୍ସଟ ଦେଖିବା। ଏବେ ଦେଖିବା ସୁଖର ବିପରୀତ ଶବ୍ଦ କ'ଣ? ସୁଖର ବିପରୀତ ଶବ୍ଦ କ'ଣ? ଆନନ୍ଦ ନା ହସ ନା ଦୁଃଖ ନା ମଜା? ମନେ ରଖିବେ ସୁଖର ହେଇଗଲା ଦୁଃଖ। ତ ଅପସନ୍ ନମ୍ବର ସି। ଏବେ ଦେଖିବା ଦୂରର ବିପରୀତ ଶବ୍ଦ କ'ଣ? ନିକଟ ନା ଆଗ ନା ପଛ ନା ତଳ? ମନେ ରଖିବେ ଦୂରର ହେଇଯିବ ନିକଟ। ତ ଅପସନ୍ ନମ୍ବର ଏ। ତ ନେକ୍ସଟ ଦେଖିବା। ତ ନେକ୍ସଟ କ୍ୱେଶ୍ଚନ୍ ରହିଛି ଜିତ୍ର ବିପରୀତ ଶବ୍ଦ କ'ଣ? ଖେଳ ନା ପରାଜୟ ନା ଯୁଦ୍ଧ ନା ସାହସ? ମନେ ରଖିବେ ଜିତ୍ର ହେଇଯିବ ପରାଜୟ। ତ ଅପସନ୍ ନମ୍ବର ବି। ତ ନେକ୍ସଟ ଦେଖିବା। ଏବେ ଦେଖିବା ଖଲାର ବିପରୀତ ଶବ୍ଦ କ'ଣ? ଭିଜା ନା ବନ୍ଦ ନା ଚଉଡ଼ା ନା ସଫା? ତ ଖଲାର ହେଇଯିବ ପିଲାମାନେ କ'ଣ ନା ବନ୍ଦ ହେଇଯିବ। ତ ଅପସନ୍ ନମ୍ବର ବି। ତ ନେକ୍ସଟ ଦେଖିବା। ତ ନେକ୍ସଟ କ୍ୱେଶ୍ଚନ୍ ରହିଛି ଆଗର ବିପରୀତ ଶବ୍ଦ କ'ଣ? ପଛ ନା ତଳ ନା ଉପର ନା ପାଖ? ତ ଆଗର ହେଉଛି ପିଲାମାନେ ପଛ। ତ ଅପସନ୍ ନମ୍ବର ଏ। ତ ନେକ୍ସଟ ଦେଖିବା ସହଜର ବିପରୀତ ଶବ୍ଦ କ'ଣ? ସରଳ ନା କଠିନ ନା ଭଲ ନା ତେଜ? ସହଜର ହେଉଛି କଠିନ ମନେ ରଖିବେ। ତ ଅପସନ୍ ନମ୍ବର ବି। ତ ନେକ୍ସଟ ଦେଖିବା। ତ ନେକ୍ସଟ କ୍ୱେଶ୍ଚନ୍ ରହିଛି ଶାନ୍ତିର ବିପରୀତ ଶବ୍ଦ କ'ଣ ହେବ? ଆନନ୍ଦ ନା କୋଳାହଳ ନା ସୁଖ ନା ନୀରବ? ଶାନ୍ତିର ହେଉଛି ପିଲାମାନେ କୋଳାହଳ ମନେ ରଖିବେ। ତ ଅପସନ୍ ନମ୍ବର ବି। ତ ନେକ୍ସଟ ଦେଖିବା ଧୀରର ବିପରୀତ ଶବ୍ଦ କ'ଣ? ତେଜ ନା ଶାନ୍ତ ନା ନରମ ନା ମୋଟା? ତ ଧୀରର ହେଉଛି ପିଲାମାନେ କ'ଣ ନା ତେଜ ହେବ ମନେ ରଖିବେ। ତ ଅପସନ୍ ନମ୍ବର ଏ। ତ ନେକ୍ସଟ ଦେଖିବା। ତ ନେକ୍ସଟ କ୍ୱେଶ୍ଚନ୍ ରହିଛି ଖାଲିର ବିପରୀତ ଶବ୍ଦ କ'ଣ? ଖୋଲା ନା ଭରା ନା ହାଲୁକା ନା ସଫା? ଖାଲିର ହେଉଛି ପିଲାମାନେ କ'ଣ ନା ଭରା ହେବ ଭରା ମନେ ରଖିବେ। ତ ଅପସନ୍ ନମ୍ବର ବି। ତ ନେକ୍ସଟ ଦେଖିବା। ତ ନେକ୍ସଟ କ୍ୱେଶ୍ଚନ୍ ରହିଛି ଆରମ୍ଭର ବିପରୀତ ଶବ୍ଦ କ'ଣ? ମଧ୍ୟ ନା ଶେଷ ନା ପ୍ରଥମ ନା ଆଗ? ତ ଆରମ୍ଭର ହେଉଛି ଶେଷ। ତ ନେକ୍ସଟ ଦେଖିବା। ଏବେ ଦେଖିବା ଜୀବନର ବିପରୀତ ଶବ୍ଦ କ'ଣ? ରୋଗ ନା ନିଦ୍ରା ନା ମୃତ୍ୟୁ ନା ଦୁଃଖ? ମନେ ରଖିବେ ଜୀବନର ବିପରୀତ ଶବ୍ଦ ହେଇଯିବ ମୃତ୍ୟୁ। ତ ଅପସନ୍ ନମ୍ବର ସି। ତ ନେକ୍ସଟ ଦେଖିବା। ତ ନେକ୍ସଟ କ୍ୱେଶ୍ଚନ୍ ରହିଛି ଗୋବର ଗଣେଶ এই ରୂଢ଼ିର ଅର୍ଥ କ'ଣ? କଷ୍ଟସାଧ୍ୟ ନା ଅତି ପ୍ରିୟ ନା ନିର୍ବୋଧ ନା ମୂଲ୍ୟହୀନ? ମନେ ରଖିବେ ଗୋବର ଗଣେଶର ତାର ଅର୍ଥ ହେଉଛି ପିଲାମାନେ ନିର୍ବୋଧ। ତ ଅପସନ୍ ନମ୍ବର ସି ହେଉଛି ଆପଣଙ୍କର ରାଇଟ୍ ଆନ୍ସର୍। ତ ନେକ୍ସଟ ଦେଖିବା ଚଷୁ କୁଟିବା ତାର ଅର୍ଥ କ'ଣ ହେବ? ତାର ଅର୍ଥ ହେଉଛି ଧାନ କୁଟିବା। ଚଷୁ କୁଟିବା ତାର ଅର୍ଥ ହେଉଛି ଧାନ କୁଟିବା ମନେ ରଖିବେ। ତ ନେକ୍ସଟ ଦେଖିବା ରୂଢ଼ିର ସଠିକ୍ ପରିଭାଷା କ'ଣ? ନୂତନ ଶବ୍ଦ ନା ଧ୍ୱନି ବିକାଶ ପ୍ରକ୍ରିୟା ନା କ୍ରିୟାପଦ ନା ସଂଯୁକ୍ତ ଶବ୍ଦ? ମନେ ରଖିବେ ରୂଢ଼ିର ସଠିକ୍ ପରିଭାଷା ହେଉଛି କ'ଣ ନା ଧ୍ୱନିର ବିକାଶ ପ୍ରକ୍ରିୟା। ତ ଅପସନ୍ ନମ୍ବର ବି ହେଉଛି ଆପଣଙ୍କର ରାଇଟ୍ ଆନ୍ସର୍। ତ ନେକ୍ସଟ ଦେଖିବା ରୂଢ଼ିପଦ ପ୍ରୟୋଗ କେଉଁଠାରେ ହୁଏ? ରୂଢ଼ିପଦ ପ୍ରୟୋଗ କେଉଁଠାରେ ହୋଇଥାଏ? ପଦ୍ୟରେ ନା ଅର୍ଥ ବିଚ୍ଛିନ୍ନ ନା ନିଜ ଅର୍ଥ ପରିବର୍ତ୍ତିତ ନା ପରିଚୟ? କେଉଁଠାରେ ଆରମ୍ଭ ହୋଇଥାଏ? ମନେ ରଖିବେ ନିଜ ଅର୍ଥ ପରିବର୍ତ୍ତିତ। ତ ଅପସନ୍ ନମ୍ବର ସି ହେଉଛି ଆପଣଙ୍କର ରାଇଟ୍ ଆନ୍ସର୍। ତ ନେକ୍ସଟ ଦେଖିବା ତାଙ୍କର ଡ୍ୟାସ୍ ନୀତି ତାଙ୍କ ବିଫଳତାର କାରଣ? ହୁଙ୍କା ପିଟା ହେବ ନା ଉତ୍ତମ ନା ଚାଲବାଜି ନା ବିଚାରହୀନ? ମନେ ରଖିବେ ତାଙ୍କର ହୁଙ୍କା ପିଟା ନୀତି ତାଙ୍କ ବିଫଳତାର କାରଣ ହେବ। ତ ଅପସନ୍ ନମ୍ବର ଏ ଯିବ ଆପଣଙ୍କର ରାଇଟ୍ ଆନ୍ସର୍। ତ ନେକ୍ସଟ ଦେଖିବା ଦୁର୍ଘଟଣାରେ ବାପାଙ୍କୁ ହରାଇବା ପରେ ବି ପିଲାଟି ଡ୍ୟାସ୍ ସମସ୍ତ ଦାୟିତ୍ୱ ସମ୍ପାଦନ କଲା? ରକ୍ତ ଚାଉଳ ନା ଆଖି ବୁଜିବା ନା ଆଡ଼ ଆଖି ନା ଛାତିକୁ ପଥର କରି? କେଉଁଟା ହେବ ରାଇଟ୍ ଆନ୍ସର୍? ରାଇଟ୍ ଆନ୍ସର୍ କେଉଁଟା ହେବ? ରାଇଟ୍ ଆନ୍ସର୍ ହେଉଛି ଆପଣଙ୍କର ଅପସନ୍ ନମ୍ବର ଟି ଛାତିକୁ ପଥର କରି। ଦୁର୍ଘଟଣାରେ ବାପାଙ୍କୁ ହରାଇବା ପରେ ବି ପିଲାଟି ଛାତିକୁ ପଥର କରି ସମସ୍ତ ଦାୟିତ୍ୱ ସମ୍ପାଦନ କଲା ମନେ ରଖିବେ। ତ ଅପସନ୍ ନମ୍ବର ଡି। ତ ନେକ୍ସଟ ଦେଖିବା। ତ
ତ ନେକ୍ସଟ କ୍ୱେଶ୍ଚନ୍ ରହିଛି ଅକାଳ କୁଷ୍ମାଣ୍ଡ ତାର ଅର୍ଥ କ'ଣ ହେବ? ଅଦିନିଆ ବର୍ଷା, ନା ନିତାନ୍ତ ଅଯୋଗ୍ୟ, ନା ସାହାଯ୍ୟ, ନା ଅଳ୍ପ ବୁଦ୍ଧି। ଅକାଳ କୁଷ୍ମାଣ୍ଡ ଏ ରୂଢ଼ିର ଅର୍ଥ କ'ଣ ହେବ? ତାର ଅର୍ଥ ହେଉଛି ପିଲାମାନେ କ'ଣ ନା ନିତାନ୍ତ ଅଯୋଗ୍ୟ। ତ ଅପସନ୍ ନମ୍ବର ବି। ତ ନେକ୍ସଟ ଦେଖିବା ତ ନେକ୍ସଟ କ୍ୱେଶ୍ଚନ୍ ରହିଛି ନିମ୍ନଲିଖିତ ମଧ୍ୟରୁ ତ ଏମାନଙ୍କ ମଧ୍ୟରୁ କେଉଁଟା ଗୋଟେ ରୂଢ଼ି? ଅପସନ୍ ଏରେ ଦେଖନ୍ତୁ ଆଖିରେ ଧୂଳି ଦେବା, ନା ପୁସ୍ତକ ପଢ଼ିବା, ନା ଘର ପିଛୁ ଯିବା, ନା ରେଳରେ ଯାତ୍ରା। ତ ଏମାନଙ୍କ ମଧ୍ୟରୁ କେଉଁଟା ଗୋଟେ ରୂଢ଼ି? ମନେ ରଖିବେ ଆଖିରେ ଧୂଳି ଦେବା, ତ ଏଇଟା ହେଉଛି ଗୋଟେ ରୂଢ଼ି ମନେ ରଖିବେ। ତ ଅପସନ୍ ନମ୍ବର ଏ। ତ ନେକ୍ସଟ ଦେଖିବା କୁହୁଡ଼ି ପହଁରିବା ତାର ଅର୍ଥ କ'ଣ ହେବ? ଅସମ୍ଭବ, ସମ୍ଭବ, ନା ଅଶାନ୍ତି, ନା ନିଶ୍ଚିତ, ନା ସାଧାରଣ। କୁହୁଡ଼ି ପହଁରିବା ତାର ଅର୍ଥ ହେଉଛି ଅସମ୍ଭବ, ସମ୍ଭବ। ତ ଅପସନ୍ ନମ୍ବର ଏ ଯିବ ଆପଣଙ୍କର ରାଇଟ୍ ଆନ୍ସର। ତ ନେକ୍ସଟ ଦେଖିବା ରୂଢ଼ି ପ୍ରୟୋଗର ଉଦାହରଣ କ'ଣ ହେବ? ତ ଚାରିଟି ଅପସନ୍ ଦେଇଛି। ତ ଏଇ ଚାରିଟି ଅପସନ୍ ମଧ୍ୟରୁ କେଉଁଟା ଗୋଟେ ରୂଢ଼ିର ଗୋଟେ ଏକ୍ଜାମ୍ପଲ୍? ଅପସନ୍ ଏରେ ଦେଖନ୍ତୁ ସୂର୍ଯ୍ୟ ଉଦୟ, ନା ମୁଣ୍ଡ ହେବା, ନା ଗୋବର ଗଣେଶ, ନା ଚନ୍ଦ୍ର ରାତି। ତ ଏମାନଙ୍କ ମଧ୍ୟରୁ କେଉଁଟା ଗୋଟେ ରୂଢ଼ିର ଉଦାହରଣ? କେଉଁଟା ହେବ ରାଇଟ୍ ଆନ୍ସର? ରାଇଟ୍ ଆନ୍ସର ହେଉଛି ଅପସନ୍ ନମ୍ବର ସି ଗୋବର ଗଣେଶ। ତ ଏଇଟା ହେଉଛି ରୂଢ଼ିର ଗୋଟେ ଏକ୍ଜାମ୍ପଲ୍ ମନେ ରଖିବେ। ତ ଏଇଟା ହେଉଛି ଗୋଟେ ରୂଢ଼ି ଗୋବର ଗଣେଶ ମନେ ରଖିବେ ନିର୍ବୋଧ। ତ ନେକ୍ସଟ ଦେଖିବା ନିମ୍ନ ମଧ୍ୟରୁ ରୂଢ଼ି ପଦ ଚିହ୍ନଟ କର। ବାହାଘର ବେଳେ ବାଇଗଣ ରହିବା। ତ ଏଇଟା ଗୋଟେ ରୂଢ଼ି ନା କ'ଣ? ନା ରୂଢ଼ି, ନା ସାଧାରଣ, ନା ସଂଜ୍ଞା, ନା କ୍ରିୟା। ମନେ ରଖିବେ ଏଇଟା ହେଉଛି ଗୋଟେ ରୂଢ଼ି। ବାହାଘର ବେଳେ ବାଇଗଣ ରହିବା, ତ ଏଇଟା ହେଉଛି ଗୋଟେ ରୂଢ଼ି ମନେ ରଖିବେ। ତ ଅପସନ୍ ନମ୍ବର ଏ। ତ ନେକ୍ସଟ ଦେଖିବା କଳା କନା ବୁଲେଇ ଦେବା। ଏଇଟା କ'ଣ? ଗୋଟେ ରୂଢ଼ି, ନା ଗୋଟେ ସାଧାରଣ କାହାଣୀ, ନା କବିତା, ନା ବାକ୍ୟ। ତ ଏଇଟା ମଧ୍ୟ ଗୋଟେ ରୂଢ଼ି। କଳା କନା ବୁଲେଇ ଦେବା, ତ ଏଇଟା ମଧ୍ୟ ଗୋଟେ ରୂଢ଼ି। ତ ଅପସନ୍ ନମ୍ବର ଏ। ତ ନେକ୍ସଟ ଦେଖିବା ତ ନେକ୍ସଟ କ୍ୱେଶ୍ଚନ୍ ରହୁଛି ରୂଢ଼ି ପଦର ବିଶେଷତା କ'ଣ? ନିଜ ମୂଳ ଅର୍ଥ ରହେ, ନା ଅନ୍ୟ ଅର୍ଥ ପ୍ରଦାନ କରେ, ନା ସଂଖ୍ୟା ବୃଦ୍ଧି କରେ, ନା ଶବ୍ଦ ଉତ୍ପନ୍ନ କରେ। ରୂଢ଼ି ପଦର ବିଶେଷତା କ'ଣ? କ'ଣ କେଉଁଟା ହେବ ରାଇଟ୍ ଆନ୍ସର? ରାଇଟ୍ ଆନ୍ସର ହେଉଛି ଆପଣଙ୍କର ଅନ୍ୟ ଅର୍ଥ ପ୍ରଦାନ କରେ ମନେ ରଖିବେ ଅନ୍ୟ ଅର୍ଥ ପ୍ରଦାନ କରେ। ଅପସନ୍ ନମ୍ବର ବି ରୂଢ଼ି ପଦର ବିଶେଷତା ହେଉଛି ଅନ୍ୟ ଅର୍ଥ ପ୍ରଦାନ କରେ। ତ ନେକ୍ସଟ ଦେଖିବା ଗୋଡ଼ ଟେକି ବସିବା। ତ ଏଇଟା ଗୋଟେ କି ପ୍ରକାର ରୂଢ଼ି? ତୁଳନାତ୍ମକ ରୂଢ଼ି, ନା କ୍ରିୟାଯୁକ୍ତ ରୂଢ଼ି, ନା କ୍ରିୟାହୀନ ରୂଢ଼ି, ନା ଏମାନଙ୍କ ମଧ୍ୟରୁ କୌଣସି ନୁହେଁ। ମନେ ରଖିବେ ଗୋଡ଼ ଟେକି ବସିବା, ତ ଏଇଟା ହେଉଛି ଗୋଟେ କ୍ରିୟାଯୁକ୍ତ ରୂଢ଼ି। ତ ଅପସନ୍ ନମ୍ବର ବି ହେଉଛି ଆପଣଙ୍କର ରାଇଟ୍ ଆନ୍ସର। ତ ନେକ୍ସଟ ଦେଖିବା ରୂଢ଼ି ପଦ ପ୍ରୟୋଗ ଅଧିକାଂଶ କେଉଁ ଭାଷାରେ ଦେଖାଯାଏ? କେଉଁ ଭାଷାରେ ଦେଖାଯାଏ? ଇଂରାଜୀ, ନା ହିନ୍ଦୀ ଭାଷାରେ, ନା ଓଡ଼ିଆ ଭାଷାରେ, ନା ବଙ୍ଗାଳୀ ଭାଷାରେ। ମନେ ରଖିବେ ରୂଢ଼ି ପଦ ପ୍ରୟୋଗ ଅଧିକାଂଶ ଓଡ଼ିଆ ଭାଷାରେ ହିଁ ଦେଖାଯାଏ। ତ ଅପସନ୍ ନମ୍ବର ସି ହେଉଛି ଆପଣଙ୍କର ରାଇଟ୍ ଆନ୍ସର। ତ ନେକ୍ସଟ ଦେଖିବା ତ ନେକ୍ସଟ କ୍ୱେଶ୍ଚନ୍ ରହିଛି ଉଷୁନା ଧାନ ଗଜା ହେବା ତାର ଅର୍ଥ କ'ଣ? ଅସମ୍ଭବ, ନା ସମ୍ଭବ, ନା ସଂଶୟ, ନା ସାଧାରଣ। ଉଷୁନା ଧାନ ଗଜା ହେବା ମନେ ରଖିବେ ଅସମ୍ଭବ। ତ ଅପସନ୍ ନମ୍ବର ଏ ଯିବ ଆପଣଙ୍କର ରାଇଟ୍ ଆନ୍ସର। ତ ନେକ୍ସଟ ଦେଖିବା ତ ନେକ୍ସଟ କ୍ୱେଶ୍ଚନ୍ ରହିଛି ରୂଢ଼ି ପଦ ବେଳେ ଅର୍ଥ ପରିବର୍ତ୍ତନ କ'ଣ ହୁଏ? ଛାତି, ନା ଅଦ୍ଭୁତ, ନା ନିଜ ଅର୍ଥ ଛାଡ଼ି, ନା ବୃଦ୍ଧି। ରୂଢ଼ି ପଦ ବେଳେ ଅର୍ଥ ପରିବର୍ତ୍ତନ କ'ଣ ହୁଏ? କ'ଣ ହୁଏ ନା ନିଜ ଅର୍ଥ ଛାଡ଼ି ହୁଏ। ତ ଅପସନ୍ ନମ୍ବର ସି ହେଉଛି ଆପଣଙ୍କର ରାଇଟ୍ ଆନ୍ସର। ତ ନେକ୍ସଟ ଦେଖିବା କାନରେ ହାତ ଦେବା। କାନରେ ହାତ ଦେବା, ତ ଏଇଟା ଗୋଟେ ରୂଢ଼ି ନା କ'ଣ? ହଁ, ନା ନା, ନା ଶୁଦ୍ଧ, ନା ବିଭାଗ। ତ କାନରେ ହାତ ଦେବା, ତ ଏଇଟା ହେଉଛି ଗୋଟେ ରୂଢ଼ି। ହଁ ମନେ ରଖିବେ। ତ ଅପସନ୍ ନମ୍ବର ଏ। ତ ନେକ୍ସଟ ଦେଖିବା କପାଳ ଫାଟିବା, ତ ଏଇଟା ଗୋଟେ ରୂଢ଼ି ନା କ'ଣ? କପାଳ ଫାଟିବା କି ପ୍ରକାର ରୂଢ଼ି? ତୁଳନାତ୍ମକ ରୂଢ଼ି, ନା କ୍ରିୟାଯୁକ୍ତ ରୂଢ଼ି, ନା କବିତା, ନା ପଦ୍ୟ। ମନେ ରଖିବେ ଏଇଟା ହେଉଛି ଗୋଟେ କପାଳ ଫାଟିବା, ତ ଏଇଟା ହେଉଛି ଗୋଟେ କ୍ରିୟାଯୁକ୍ତ ରୂଢ଼ି ମନେ ରଖିବେ। ତ ଅପସନ୍ ନମ୍ବର ବି। ତ ନେକ୍ସଟ ଦେଖିବା ରୂଢ଼ି ଶବ୍ଦ ପ୍ରୟୋଗ ଉଦ୍ଦେଶ୍ୟ କ'ଣ? ରୂଢ଼ି ଶବ୍ଦ ପ୍ରୟୋଗ ଉଦ୍ଦେଶ୍ୟ କ'ଣ? କ'ଣ ଗଦ୍ୟ ଲେଖିବା, ନା ଅର୍ଥ ପ୍ରକାଶ ପାଇଁ, ନା ସଂଯୋଗ, ନା ଶବ୍ଦ ତିଆରି। ରୂଢ଼ି ଶବ୍ଦ ପ୍ରୟୋଗ ଉଦ୍ଦେଶ୍ୟ କ'ଣ? କ'ଣ ମନେ ରଖିବେ ଅର୍ଥ ପ୍ରକାଶ ପାଇଁ। ତ ଅପସନ୍ ନମ୍ବର ବି। ତ ନେକ୍ସଟ ଦେଖିବା ତ ନେକ୍ସଟ କ୍ୱେଶ୍ଚନ୍ ରହିଛି ରାମ କେଉଁ ପଦ? ରାମ, ତ ଏଇଟା ଗୋଟେ କେଉଁ ପଦ? ବିଶେଷଣ, ନା ସର୍ବନାମ, ନା ବିଶେଷ୍ୟ, ନା କ୍ରିୟା।
ମନେ ରଖିବେ ରାମ ହେଉଛି ଗୋଟେ ବିଶେଷ୍ୟ ପଦ ମନେ ରଖିବେ। ତ ଅପସନ୍ ନମ୍ବର ସି ହେଉଛି ଆପଣଙ୍କର ରାଇଟ୍ ଆନ୍ସର୍। ତ ନେକ୍ସଟ ଦେଖିବା ସୁନ୍ଦର ଫୁଲ। ତ ସୁନ୍ଦର ତ ଏଇଟା ଗୋଟେ କେଉଁ ପ୍ରକାର ପଦ? ବିଶେଷ୍ୟ ପଦ ନା ବିଶେଷଣ ନା ସର୍ବନାମ ନା କ୍ରିୟା? ସୁନ୍ଦର ମନେ ରଖିବେ ଏଇଟା ହେଉଛି ବିଶେଷଣ ପଦ ମନେ ରଖିବେ। ଅପସନ୍ ନମ୍ବର ପି। ତ ନେକ୍ସଟ ଦେଖିବା ସେ ଖେଳୁଛି। ତ ସେ ଏଇଟା ଗୋଟେ କ'ଣ? ବିଶେଷ ନା ବିଶେଷଣ ନା ସର୍ବନାମ ନା କ୍ରିୟା? ତ ସେ ହେଉଛି ଗୋଟେ ସର୍ବନାମ ପଦ ମନେ ରଖିବେ। ତ ଅପସନ୍ ନମ୍ବର ସି। ତ ନେକ୍ସଟ ଦେଖିବା ଗଛ କେଉଁ ପଦ? ବିଶେଷ ନା ବିଶେଷଣ ନା ସର୍ବନାମ ନା ଅବ୍ୟୟ? ଗଛ ଏଇଟା ହେଉଛି ଗୋଟେ ବିଶେଷ ପଦ ମନେ ରଖିବେ। ତ ନେକ୍ସଟ ଦେଖିବା ଭଲ ପିଲା। ତ ଭଲ ତ ଏଇଟା ଗୋଟେ କେଉଁ ପଦ? ବିଶେଷ ପଦ ନା ବିଶେଷଣ ପଦ ନା ସର୍ବନାମ ନା କ୍ରିୟା? ତ ଭଲ ଏଇଟା ହେଉଛି ଗୋଟେ ବିଶେଷଣ ପଦ ମନେ ରଖିବେ। ତ ଅପସନ୍ ନମ୍ବର ପି। ତ ନେକ୍ସଟ ଦେଖିବା ମୁଁ ପଢ଼ୁଛି। ତ ମୁଁ ତ ଏଇଟା ଗୋଟେ କେଉଁ ପଦ? ବିଶେଷ ନା ସର୍ବନାମ ନା ବିଶେଷଣ ନା କ୍ରିୟା? ମନେ ରଖିବେ ଏଇଟା ହେଉଛି ଗୋଟେ ସର୍ବନାମ ପଦ ମୁଁ ମନେ ରଖିବେ। ଅପସନ୍ ନମ୍ବର ପି। ତ ନେକ୍ସଟ ଦେଖିବା ନଦୀ କେଉଁ ପଦ? ବିଶେଷଣ ନା ସର୍ବନାମ ନା ବିଶେଷ ନା କ୍ରିୟା? ମନେ ରଖିବେ ନଦୀ ହେଉଛି ଗୋଟେ ବିଶେଷ ପଦ। ତ ଅପସନ୍ ନମ୍ବର ସି। ତ ନେକ୍ସଟ ଦେଖିବା ଲମ୍ବା ରାସ୍ତା। ତ ଲମ୍ବା ତ ଏଇଟା ଗୋଟେ କି ପଦ? ବିଶେଷ ନା ସର୍ବନାମ ନା ବିଶେଷଣ ନା କ୍ରିୟା? ଏଇଟା ହେଉଛି ବିଶେଷଣ ପଦ ମନେ ରଖିବେ। ତ ନେକ୍ସଟ ଦେଖିବା ସେମାନେ ଆସିଲେ। ତ ସେମାନେ ତ ଏଇଟା ଗୋଟେ କେଉଁ ପଦ? ବିଶେଷ ନା ବିଶେଷଣ ନା ସର୍ବନାମ ନା କ୍ରିୟା? ସେମାନେ ମନେ ରଖିବେ ଏଇଟା ହେଉଛି ଗୋଟେ ସର୍ବନାମ। ତ ନେକ୍ସଟ ଦେଖିବା ପୁସ୍ତକ କେଉଁ ପଦ? ବିଶେଷ ନା ବିଶେଷଣ ନା ସର୍ବନାମ ନା ଅବ୍ୟୟ? ପୁସ୍ତକ ହେଉଛି ପିଲାମାନେ ଗୋଟେ କେଉଁ ପଦ ନା ବିଶେଷ ପଦ ମନେ ରଖିବେ। ତ ନେକ୍ସଟ ଦେଖିବା ଧଳା କପଡ଼ା। ତ ଧଳା ତ ଏଇଟା ଗୋଟେ କେଉଁ ପଦ? ବିଶେଷ ନା ବିଶେଷଣ ନା ସର୍ବନାମ ନା କ୍ରିୟା? ମନେ ରଖିବେ ଏଇଟା ହେଉଛି ବିଶେଷଣ ପଦ। ଧଳା ହେଉଛି ଗୋଟେ ବିଶେଷଣ ପଦ। ଅପସନ୍ ନମ୍ବର ପି। ତ ନେକ୍ସଟ ଦେଖିବା ଆମେ ଯିବୁ। ତ ଆମେ ଏଇଟା ଗୋଟେ କେଉଁ ପଦ? ମନେ ରଖିବେ ଆମେ ତ ଏଇଟା ହେଉଛି ଗୋଟେ ସର୍ବନାମ ପଦ ମନେ ରଖିବେ। ମୁଁ ସେମାନେ ତୁମେ ଆମେ ଏସବୁ ହେଉଛି ଗୋଟେ ସର୍ବନାମ ପଦ ମନେ ରଖିବେ। ତ ନେକ୍ସଟ ଦେଖିବା ପିଲା କେଉଁ ପଦ? ପିଲା କେଉଁ ପଦ? ମନେ ରଖିବେ ପିଲା ହେଉଛି ଗୋଟେ ବିଶେଷ ପଦକୁ ବୁଝାଉଛି ମନେ ରଖିବେ। ତ ନେକ୍ସଟ ଦେଖିବା ଛୋଟ ଘର। ତ ଛୋଟ ଏଇଟା ଗୋଟେ କେଉଁ ପଦ? ବିଶେଷ ନା ବିଶେଷଣ ନା ସର୍ବନାମ ନା ଅବ୍ୟୟ? ଏଇଟା ହେଉଛି ବିଶେଷଣ ପଦ ମନେ ରଖିବେ। ତ ନେକ୍ସଟ ଦେଖିବା ତୁମେ କେଉଁଠି। ତୁମେ କେଉଁଠି ତ ତୁମେ କେଉଁ ପଦ? ସର୍ବନାମ ନା ସର୍ବନାମ ପଦ ମନେ ରଖିବେ। ତ ନେକ୍ସଟ ଦେଖିବା ସୂର୍ଯ୍ୟ କେଉଁ ପଦ? ସୂର୍ଯ୍ୟ କେଉଁ ପଦ? ଏଇଟା ହେଉଛି ବିଶେଷ ପଦ ମନେ ରଖିବେ। ତ ନେକ୍ସଟ ଦେଖିବା ମିଠା ଆମ୍ବ। ତ ମିଠା କ'ଣ? ମିଠା ହେଉଛି ବିଶେଷଣ ପଦ ଗୋଟେ ଗୁଣକୁ ବୁଝାଉଛି ମନେ ରଖିବେ। ତ ନେକ୍ସଟ ଦେଖିବା ଏହା ମୋର ଏହା ତ ଏଇଟା ଗୋଟେ କେଉଁ ପଦ? ଏହା ଏଇଟା ମଧ୍ୟ ଗୋଟେ ସର୍ବନାମ ପଦ ମନେ ରଖିବେ ସର୍ବନାମ ପଦ। ତ ନେକ୍ସଟ ଦେଖିବା ତ ନେକ୍ସଟ କ୍ୱେଶ୍ଚନ୍ ରହିଛି ଗାଈ କେଉଁ ପଦ? ବିଶେଷଣ ନା ସର୍ବନାମ ନା ବିଶେଷ ନା କ୍ରିୟା? କୋଉଟା ହବ ରାଇଟ୍ ଆନ୍ସର? ରାଇଟ୍ ଆନ୍ସର ହେଉଛି ଆପଣଙ୍କର ଅପସନ୍ ନମ୍ବର ସି ବିଶେଷ ପଦ ମନେ ରଖିବେ। ତ ନେକ୍ସଟ ଦେଖିବା ତୀବ୍ର ବାତାସ। ତୀବ୍ର ତ ଏଇଟା ଗୋଟେ କେଉଁ ପଦ? ବିଶେଷ ନା ବିଶେଷଣ ନା ସର୍ବନାମ ନା କ୍ରିୟା? ତୀବ୍ର ଏଇଟା ହେଉଛି ଆପଣଙ୍କର ବିଶେଷଣ ପଦ ଅପସନ୍ ନମ୍ବର ପି। ତ ନେକ୍ସଟ ଦେଖିବା ମୋତେ ଡାକ। ତ ମୋତେ କ'ଣ? ବିଶେଷ ନା ବିଶେଷଣ ନା ସର୍ବନାମ ନା କ୍ରିୟା? ମନେ ରଖିବେ ମୋତେ ଏଇଟା ହେଉଛି ଗୋଟେ ସର୍ବନାମ ପଦ। ତ ନେକ୍ସଟ ଦେଖିବା ଶିକ୍ଷକ କେଉଁ ପଦ? ବିଶେଷ ନା ସର୍ବନାମ ନା ବିଶେଷଣ ନା ଅବ୍ୟୟ? ମନେ ରଖିବେ ଶିକ୍ଷକ ହେଉଛି ଗୋଟେ ବିଶେଷ ପଦ ମନେ ରଖିବେ। ତ ନେକ୍ସଟ ଦେଖିବା ଭାରି ବର୍ଷା। ତ ତ ଭାରି କ'ଣ? ବିଶେଷ ନା ବିଶେଷଣ ନା ସର୍ବନାମ ନା କ୍ରିୟା? ଭାରି ଭାରି ହେଉଛି ଗୋଟେ ବିଶେଷଣ ପଦ। ତ ନେକ୍ସଟ ଦେଖିବା ଆପଣ କେମିତି। ତ ଆପଣ କ'ଣ? ବିଶେଷ ନା ସର୍ବନାମ ନା ବିଶେଷଣ ନା ଅବ୍ୟୟ? ଆପଣ ମନେ ରଖିବେ ଏଇଟା ହେଉଛି ସର୍ବନାମ ପଦ ଅପସନ୍ ନମ୍ବର ପି। ତ ନେକ୍ସଟ ଦେଖିବା ପାହାଡ଼। ତ ଏଇଟା ଗୋଟେ କେଉଁ ପଦ? ବିଶେଷଣ ନା ସର୍ବନାମ ନା ବିଶେଷ ନା କ୍ରିୟା? ମନେ ରଖିବେ ପାହାଡ଼ ଏଇଟା ହେଉଛି ଗୋଟେ ବିଶେଷ ପଦ। ତ ନେକ୍ସଟ ଦେଖିବା ନୂଆ ଘଡ଼ି। ତ ନୂଆ କ'ଣ? ବିଶେଷ ନା ବିଶେଷଣ ନା ସର୍ବନାମ ନା କ୍ରିୟା? ନୂଆ ହେଉଛି ଗୋଟେ ବିଶେଷଣ ପଦ। ତ ନେକ୍ସଟ ଦେଖିବା ତୁମର ବହି। ତୁମର କ'ଣ? ମନେ ରଖିବେ ଏଇଟା ହେଉଛି ଗୋଟେ ସର୍ବନାମ ପଦ ମନେ ରଖିବେ। ତ ନେକ୍ସଟ ଦେଖିବା ପକ୍ଷୀ କେଉଁ ପଦ?
ବିଶେଷ ନା ବିଶେଷଣ ନା ସର୍ବନାମ ନା ଅବ୍ୟୟ? ପକ୍ଷୀ, ମନେ ରଖିବେ ବିଶେଷ ପଦ। ତ ନେକ୍ସଟ ଦେଖିବା ସୁଚିତ୍ର ଚିତ୍ର। ତ ସୁଚିତ୍ର କ'ଣ? କେଉଁ ପଦ? ବିଶେଷ ପଦ ହେବ ନା ସର୍ବନାମ ପଦ ନା ବିଶେଷଣ ପଦ ନା କ୍ରିୟାପଦ? ମନେ ରଖିବେ ଏଇଟା ହେଉଛି ବିଶେଷଣ ପଦ, ମନେ ରଖିବେ। ତ ନେକ୍ସଟ ଦେଖିବା ଆମ ଘର। ତ ଆମ କ'ଣ? କେଉଁ ପଦ? ସର୍ବନାମ ନା ସର୍ବନାମ ପଦ। ଆମ ମଧ୍ୟ ଗୋଟେ ସର୍ବନାମ ପଦ। ଥ୍ୟାଙ୍କ ୟୁ।